ସରିଯିବ ଗୁଜବ ଯୋଗୁଁ ଏଭଳି ଭିଡ଼ ନା ଅନ୍ୟ କିଛି କାରଣ? ଆମର ଅଛି ତେଲ ଅଛି ସଫିସିଏଣ୍ଟ ଦିଆ ହବ ଡବାରେ। ଲୋକେ ଭିଡ଼ ଏଭଳି ଭିଡ଼ କାହିଁ ଦେଖିବାକୁ? ଚାନି ହେଇଯାଇଛନ୍ତି ଆଉ ତେଲ ମିଳିବନି ବୋଲିକିରି ଆଉ। କ'ଣ କହୁଛନ୍ତି ଆସି ଲୋକ ଟାଙ୍କି ଫୁଲ୍ କରୁଛନ୍ତି? ହଁ ଟାଙ୍କି ଫୁଲ ଦିଆହଉଛି ଲୋକ ପକଉଛନ୍ତି ସେମିତି ଆଉ। ବ୍ୟାରେଲ ବୋଟଲରେ ମଧ୍ୟ ଲୋକ ଭୟଭୀତ। ବୋତଲ ନାହିଁ ମନା କରାହେଇ। କାମ ଅଛି ଆଜ୍ଞା କ'ଣ କରିବା ଏଇଠି ବ୍ୟସ୍ତ ହେଇଯାଉଛି ପେଟ୍ରୋଲ ପାଇଁ ହରବର ହେଉଛୁ ଆଉ। କାହିଁକି ହରବର ହେଉଛନ୍ତି? ଏବେ ନିଜ ସବୁଦିନ ଦିନ କାମ ଅଛି କି ନାହିଁ ଇଆଡ଼େ ସିଆଡ଼େ ଫିଲ୍ଡ ପେଟ୍ରୋଲ ସରିଯିବ ବୋଲି ଗୋଟେ ଗୁଜବ ପ୍ରଚାର ହେଉଛି। ହଁ ଗୁଜବ ପ୍ରଚାର ପାଇଁ ଆଜ୍ଞା ଏଠି ଲାଇନ୍ ଲାଗୁ ଆମେ ଡେଲି ଗୋଟେ 100-200 ଟଙ୍କା ପକେଇବା ଲୋକ ଆସିକି ଲାଇନ୍ ଲାଗିଲା ବେଳକୁ ଦେଖୁ ଭିଡ଼। ଆଜି କ'ଣ ଟାଙ୍କି ଫୁଲ୍ କରିବେ? ନାଇଁ ସାର୍ ନିଶ୍ଚିତ ଭାବରେ କିଛି ଲୋକ ଗୁଜବକୁ ବିଶ୍ୱାସ ମଧ୍ୟ କରୁନାହାନ୍ତି। ନିଶ୍ଚିତ ଭାବରେ ରଶ୍ମି ଦେଖିପାରୁଥିବେ 2 ଚକିଆ ଯାନ ନୁହଁ 4 ଚକିଆ ଯାନର ମଧ୍ୟ ଏଭଳି ଲମ୍ବା ଧାଡ଼ି ରହିଛି। ସେମାନେ ମଧ୍ୟ ଆସି ଏଠି ଡିଜେଲ ପେଟ୍ରୋଲ ଭର୍ତ୍ତି କରୁଛନ୍ତି। ଏଭଳି ଚିତ୍ର ମାଲକାନଗିରି ସଦର ମୁଖରେ ବହୁତ କମ୍ ଦେଖିବାକୁ ମିଳେ ଯେହେତୁ ଟାଙ୍କି ପେଟ୍ରୋଲ ପମ୍ପ ଗୁଡ଼ିକ ସଂଖ୍ୟା ଅଧିକ ରହିଛି। କିନ୍ତୁ ଆଜି ଏଭଳି ଚିତ୍ର ଦେଖିବାକୁ ମିଳୁଛି। ଗତକାଲି ରାତିରୁ ଏଭଳି ଚିତ୍ର ଦେଖିବାକୁ ମିଳୁଛି। ଲୋକମାନେ କେଉଁଠି ନା କେଉଁଠି ଭୟ ନିଶ୍ଚିତ ଭାବରେ ସୃଷ୍ଟି ହୋଇଛି ଗୁଜବକୁ ନେଇ। ତେଣୁ ଏଭଳି ଭିଡ଼ ପରିଲକ୍ଷିତ